ଆପଣଙ୍କ ଜମିରେ ଯଦି ଜଳସେଚନର ବ୍ୟବସ୍ଥା ନାହିଁ ଆପଣ ସେଥିପାଇଁ ଚାଷ କରିପାରୁନାହାନ୍ତି ହଇରାଣ ହେଉଛନ୍ତି ବର୍ତ୍ତମାନ ପାଇଁ ଗଭର୍ଣ୍ଣମେଣ୍ଟଙ୍କ ତରଫରୁ ଆସିଛି ବର୍ତ୍ତମାନ ପାଇଁ ଉଠା ଜଳସେଚନ ପ୍ରକ୍ରିୟାରେ ଆପଣଙ୍କ ଜମିକୁ ଜଳସେଚିତ କରାଯିବ ତ ଏଥିରେ ଦୁଇଟି ଦେଖନ୍ତୁ ସ୍କିମ୍ ଅଛି ଗୋଟିଏ ହେଉଛି ଦେଖନ୍ତୁ ଭୂତଳ ଜଳ ଏବଂ ଆଉ ଗୋଟେ ହେଉଛି ଭୂପୃଷ୍ଠ ଜଳ ଯଦି ଆପଣଙ୍କ ଏରିଆରେ ନଦୀ ନାଳ କିଛି ଅଛି ତାହେଲେ ଆପଣ ଭୂପୃଷ୍ଠ ଜଳରେ ଆପଣମାନଙ୍କୁ ଜମିକୁ ଜଳସେଚିତ କରାଯିବ ଯଦି ନାହିଁ ତାହେଲେ ଆପଣ ଭୂତଳ ଜଳ ଯେମିତି ଆପଣ ଟ୍ୟୁବୱେଲ୍ ବା ବୋରୱେଲ୍ ଆପଣ ଜାଣିଥିବେ ତ ସେ ମାଧ୍ୟମରେ ଆପଣଙ୍କ ଜମିକୁ ଜଳସେଚିତ କରାଯିବ ତ ସେଥିପାଇଁ ଦେଖନ୍ତୁ କ୍ରାଇଟେରିଆ କ'ଣ ମିନିମମ୍ ଆପଣଙ୍କର 7 ଜଣ ଚାଷୀ ଦରକାର ଯେଉଁଥିରେ ଜମି ଆପଣଙ୍କ ମାନଙ୍କର ମିଶିକି ହେଉଥିବା ଦରକାର 12 ହେକ୍ଟରରୁ 20 ହେକ୍ଟର 12 ହେକ୍ଟରରୁ ଅଧିକା ହେବା ଦରକାର 20 ହେକ୍ଟର ପର୍ଯ୍ୟନ୍ତ ହେଲେ ଆପଣ ମାନେ ଆପ୍ଲାଏ କରିପାରିବେ ମିନିମମ୍ 7 ଜଣରୁ ଅଧିକା ହେଲେ ଯାଇକି ଆପଣ ଆପ୍ଲାଏ କରିପାରିବେ 7 ଜଣ କିମ୍ବା 7 ଜଣରୁ ଅଧିକା ହେବା ଦରକାର ତ ଆପଣ ମାନେ ଅନଲାଇନରେ ଆପ୍ଲାଏ କରିପାରିବେ ଅନଲାଇନରେ ଦେଖନ୍ତୁ ଆପ୍ଲାଏର ଲିଙ୍କ ଆପଣମାନଙ୍କୁ ମୁଁ ଟେଲିଗ୍ରାମରେ ଦେଇଦେବି ଜୁଲାଇ 1 ରୁ ନେଇକି ଜୁଲାଇ 25 ପର୍ଯ୍ୟନ୍ତ ଆପ୍ଲାଏ ହେବ ଯେଉଁମାନେ ଆପ୍ଲାଏ କରିବା ପାଇଁ ଇଣ୍ଟରେଷ୍ଟେଡ୍ ଅଛନ୍ତି ଆପଣମାନେ ଯେତେବେଳେ ଆପ୍ଲାଏ ଷ୍ଟାର୍ଟ ହେବ ମୁଁ ଆପଣମାନଙ୍କୁ ଟେଲିଗ୍ରାମରେ ଆପ୍ଲାଏ ଲିଙ୍କଟି ଆପଣମାନଙ୍କୁ ଦେଇଦେବି